ତ ଯାତ୍ରା ଋତୁରେ ଦ୍ରୁତ ପ୍ରସ୍ତୁତି ପଥେ ଆଗେଇ ଚାଲିଛି ଯାତ୍ରା ଅପେରା ଦୁର୍ଗା ମନ୍ଦିର। ଆପଣ ସିଧାସଳଖ ଭାବେ ଦେଖୁଛନ୍ତି ଆଖଡ଼ା ସାହାର ଚିତ୍ର। ଯାହା ସୂଚନା ମିଳୁଛି ଚଳିତ ବର୍ଷ 3ଟି ନୂତନ ବହି ମାର୍କେଟକୁ ଆସୁଥିବା ବେଳେ ବର୍ତ୍ତମାନ ଆଖଡ଼ା ଶାଳାରେ ପ୍ରସ୍ତୁତ ଚାଲିଛି ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି। ତେବେ ମୁଖ୍ୟ ଖଳନାୟକ ଚରିତ୍ରରେ ଥିବା ଯିଏ ରହୁଛନ୍ତି ମଣିଷ ଆମ ପାଖରେ ଅଛନ୍ତି, ଆଲୋଚନା କରିବା କ'ଣ ଆଜ୍ଞା ଏମିତି ଆବଶ୍ୟକ ପଡ଼ିଲା ଯେ ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବାକୁ ପଡ଼ିବ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଯାତ୍ରା ଦୁର୍ଗା ମନ୍ଦିରର ଖଳନାୟକ ରଞ୍ଜିତ କୁମାର ପାତ୍ର ଓରଫ ଲଣ୍ଡା। ଆମର ବର୍ତ୍ତମାନ ରିହର୍ସାଲ ଚାଲିଛି ଏବଂ ସମସ୍ତ କଳାକାର ବି ଉପସ୍ଥିତ ଅଛନ୍ତି, ନିର୍ଦ୍ଦେଶକ ଅଛନ୍ତି ଏବଂ ଯେ ରଚନା କରିଛନ୍ତି ସେ ବି ଅଛନ୍ତି ଆମ ପାଖରେ। ନାଟକ ଏମିତି ଚାଲିଛି, ବର୍ତ୍ତମାନ ରିହର୍ସାଲ ତ ଚାଲିଛି, ଫାଇନାଲ୍ ହେଇନି। ତଥାପି ଆମେ 3 ନାଟକ ନୂଆ ନାଟକ କରି ଏଠି ଫାଇନାଲ୍ କରିକି ଯିବୁ। ମୁଁ ତ ଏ ବର୍ଷ ଆସିଛି ଦୁର୍ଗା ମନ୍ଦିରକୁ, ଆର ବର୍ଷ ଗୌରୀଗଡ଼ ନାଟରେ ଥିଲି। ମା ଶାରଳାଙ୍କ ଆଶୀର୍ବାଦରୁ ଭଲ ହେବ ମୋର ପୂର୍ଣ୍ଣ ଆଶା। ରଞ୍ଜିତ ବାବୁ, ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି, ଏଥିରେ କ'ଣ ଆପଣଙ୍କର ରହିଛି ଚମତ୍କାର ଡାଇଲଗ୍ ଯେଉଁଟା ଲୋକ ଏବେ ଶୁଣିଲେ ଅପେକ୍ଷା କରି ରହିବେ ଯେ କେତେବେଳେ ରଞ୍ଜିତ ବାବୁ ମଞ୍ଚକୁ ଆସିବେ ଏବଂ ସେ ମାନିଆ ଶୁଣିବେ? ମାନିଆ ଅଛି ଆଉ ଡାଇଲଗ୍ ବି ଅଛି। ସେ ଗୋଟେ ତେଲେଙ୍ଗା ଓଡ଼ିଶାରେ ଆସି ସେ ବାଲି ମାଫିଆ ଚନ୍ଦନ କାଠ ବେପାରୀ, ଆଉ ତା ନାଁ ହେଉଛି କଥା ମାନିଆ ହେଉଛି ରା 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 ମୋ ରାମ ରାଓ, ମୋ ସାଙ୍ଗରେ ଯିଏ ଚାଲେ ଦେବ ମୁଁ କେବେ ବି କାହାକୁ ଛାଡ଼ିବିନି। ଫୋନ୍ କରିଥିଲି ଆସିଗଲି। ଆରେ ତୋ ସ୍ୱାମୀଟା ପୁରା ସୌମ୍ୟ ମହାପାତ୍ର ତହସିଲଦାର। ସେ କୁଆଡ଼େ ଗଲା? କ'ଣ କହିଲୁ? ଚାଟି ଦେବି। ମାନେ ମୁଁ ଆସିଛି ମାନେ ତୋର ଲେଖା ଚିଡ଼େଇକି ଯିବି। ରା ରା ରା। ବର୍ତ୍ତମାନ ନୂଆ ନାଟକ ଆସିନି ହାତକୁ, ବର୍ତ୍ତମାନ ଏମିତି ଚାଲିଛି। ମାନେ ଆଗକୁ ଆହୁରି ବି ସିନ୍ ଆସୁଛି। ଜଷ୍ଟ ଖାଲି ମୁଁ ଏଣ୍ଟ୍ରି ଏଟାକୁ କହିଲି, 2ଟା ମର୍ଡର ହେଉଛି ଏଣ୍ଟ୍ରିରେ, ଗୋଟେ ଷ୍ଟାଇଲିଶ ମର୍ଡର ହେଉଛି। ବହି ବହୁତ ବଢ଼ିଆ ହେଇଛି। ଦେଖାଯାଉ ମା ଶାରଳାଙ୍କ ଆଶୀର୍ବାଦରୁ, ଜଗନ୍ନାଥଙ୍କ ଆଶୀର୍ବାଦରୁ, ମହାପ୍ରଭୁଙ୍କ ଆଶୀର୍ବାଦରୁ କ'ଣ ହେଉଛି ଦେଖାଯାଉ। ଦର୍ଶକ ବନ୍ଧୁମାନେ କେମିତି ଭାବରେ ନିଶ୍ଚିତ ଗ୍ରହଣ କରିବେ, କାରଣ ଦର୍ଶକଙ୍କ ଆଶୀର୍ବାଦ ଆମର ହେଉଛି ସବୁ କିଛି। ଚଳିତ ଯାତ୍ରା ଋତୁ ବାହାରିବା ଆରମ୍ଭ ହେବା ପୂର୍ବରୁ ଦ୍ରୁତ ପ୍ରସ୍ତୁତି ପଥେ ଯାତ୍ରା ଦୁର୍ଗା ମନ୍ଦିର ଆଖଡ଼ା ଶାଳାରେ ପ୍ରସ୍ତୁତ ଚାଲିଛି ନାଟକର ମଞ୍ଚରେ ସମସ୍ତେ କଳାକାରମାନେ ନିଜ ନିଜର ଡାଇଲଗ୍, ଅଭିନୟ ଏବଂ ନିଖୁଣ ଭାବେ ଦେବା ଲାଗି ସମସ୍ତେ କାର୍ଯ୍ୟରତ ଥିବାବେଳେ ଆଜିର ଯେଉଁ ନାଟକ ରହିଛି, ଯିଏ ରହିଛନ୍ତି ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅସୁରମୋଚନ ମହାନ୍ତି ସାର୍ଙ୍କଠାରୁ ବୁଝିବା। ସାର୍, ଆଜି ପ୍ରକୃତିରେ ଦୁର୍ଗା ମନ୍ଦିରରେ କ'ଣ ଆଜି କେଉଁ ବହିର ନାଟକ ପ୍ରସ୍ତୁତି ଚାଲିଛି? ନମସ୍କାର ଆଜ୍ଞା, ଆମର ଏଠି ଚାଲିଛି ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି, ଯାହାର ଲେଖକ ହେଉଛନ୍ତି ନବଘନ ରାଉଳ, ଆଉ ସଙ୍ଗୀତରେ ଅଛନ୍ତି ବିକାଶ ଶୁକ୍ଳା, ନିଗମ ମିଶ୍ର, ଆଉ ନୃତ୍ୟରେ ଭାଗୀ। ଏମିତିଆ ନାଟକଟି ସମ୍ପୂର୍ଣ୍ଣ ଭାବେ ପାରିବାରିକ କଥା ଏବଂ ସାମାଜିକ ଯେଉଁ ମେସେଜ ଏଥିରେ ଭରି ହେଇ ରହିଛି, ବିଶ୍ୱାସ କରେ ଲୋକମାନଙ୍କ ପାଖରେ ଭଲ ଆଦୃତ ହେବ। ଆକ୍ଚୁଆଲି ମର୍ତ୍ତ୍ୟରେ କ'ଣ ଅଭାବ ରହିଲା ଯେ ନାରୀମାନେ, ମାଆମାନେ ସ୍ୱାମୀ ଖୋଜିବା ଲାଗି ସ୍ୱର୍ଗକୁ ଯିବେ? ଏମିତି ନାଟକ ସାର୍ କାହିଁକି? ସେଦିନ ସାବିତ୍ରୀ ତାଙ୍କ ସ୍ୱାମୀଙ୍କୁ ଖୋଜିବା ପାଇଁ ସ୍ୱର୍ଗ ପର୍ଯ୍ୟନ୍ତ ଯାଇଥିଲେ, ଯମରାଜାଙ୍କୁ ପୂଜା କରି ତାଙ୍କ ସ୍ୱାମୀଙ୍କୁ ଫେରାଇ ଆଣିଥିଲେ। ଆମର କଥାଟା ସେଇଆ ଯେ ଏ ସମାଜରେ ସ୍ୱର୍ଗ କହିଲେ କିଛି ଗୋଟେ ଜାଗା ନାହିଁ ଯାହା ପରିବାରକୁ ଛାଡ଼ିଦେଲେ। ପରିବାରଟିକୁ ଆମେ ସ୍ୱର୍ଗ ବୋଲି କହୁଛୁ ଏବଂ ସେଇ ପରିବାରକୁ ଫେରାଇ ଆଣିବା ପାଇଁ, ସେଇ ସ୍ୱର୍ଗକୁ ଫେରାଇ ଆଣିବା ପାଇଁ
ସ୍ୱାମୀଙ୍କୁ ଖୋଜିବାକୁ ଯିବାକୁ ପଡ଼ିବ ଏବଂ ସ୍ୱାମୀଙ୍କୁ ପୁଣି ଥରେ ଫେରି ଆଣିବାକୁ ପଡ଼ିବ। ଏମିତି ଏକ ଦ୍ୱନ୍ଦ୍ୱ ଭିତରେ ସୃଷ୍ଟି ହୋଇଛି ଆମର ଏ ନାଟକ ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି। ସାଧାରଣ ଲୋକଟେ ଯେତେବେଳେ ତାର ଦିନମାନର ପରିଶ୍ରମ ସାରି ରାତିରେ ଦୁର୍ଗା ମନ୍ଦିରକୁ ଆସିବ ନାଟକ ଦେଖିବା ଲାଗି ଏବଂ ସେଦିନ ନାଟକ ଥିବ ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି, ସେ କେତେ ସନ୍ତୁଷ୍ଟି ପାଇବ, ତାକୁ ଏ ନାଟକଟି କେତେ ଖୋରାକ ଯୋଗାଇବ? ଶେଷ ପ୍ରଶ୍ନ, ଆଶା କରିବି ସାଧାରଣ ଲୋକର ହୃଦୟ ଛୁଇଁଲା ଭଳି ଉତ୍ତର ରଖିବେ। ସାଧାରଣ ମଣିଷ ସେ ପରିଶ୍ରମ କରିକି ଆସେ, ସେ ନାଟକ ଦେଖିବା ପାଇଁ ଆମର ଯାହା ଦରଦାମ ହେଇଗଲାଣି ଆଜିକାଲି, ତ ସେଥିରେ ପରିବାରକୁ ନେଇ ଆସିବା ଏବଂ ଦେଖିବା ଭାରି କଷ୍ଟସାଧ୍ୟ ହେଲାଣି। ତା ଭିତରେ ବି ସେମାନେ ଆସନ୍ତି, କାହିଁକିନା ସିନେମା ଅପେକ୍ଷା ନାଟକର ରୁଚି ଆମ ଦର୍ଶକମାନଙ୍କର ବେଶୀ। ସାଧାରଣତଃ ଏବେ ଆମେ ସିନେମା ହଲ୍କୁ ଦର୍ଶକ ନ ଆସୁଥିଲା ବେଳେ ଯାତ୍ରାରେ ଆମ ଦର୍ଶକ ବଢ଼ୁଛନ୍ତି। ତେଣୁ ଆମେ ଭାବୁ ଯେ ସବୁ ସତ କଥା ଏବଂ ପରିବର୍ତ୍ତନଶୀଳ କଥାଗୁଡ଼ିକୁ ତାଙ୍କୁ ମନକୁ ଛୁଏଁ ଏବଂ ସେମାନେ ଚାହାନ୍ତି ଯେ ଆମେ ଗଲେ କିଛି ଶିଖିବୁ। ସାଙ୍ଗରେ ଝିଅ ବୋହୂ ଏମାନଙ୍କୁ ଧରିକି ଆସନ୍ତି ଯେ ଚାଲ ସେଠି ତୁମେ କିଛି ଶିଖିବ। ତେଣୁ ସେମିତିଆ ଶିକ୍ଷଣୀୟ କଥା ଯେହେତୁ ଆମ ନାଟକ ଭିତରେ ଆମେ ରଖିଛୁ, ଆମେ ଆଶା ପୋଷଣ କରୁଛୁ ସବୁ ଦର୍ଶକଙ୍କ ପାଖରେ ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ। ଏଇଟା ତ ମୁଁ କହିଦେଲେ ହେବନି, ଆପଣ ଦେଖିଲେ ଭଲ ଲାଗିବ। ଆପଣ ଥରେ ଆସନ୍ତୁ, ଦେଖନ୍ତୁ, ତାପରେ କହିବେ। କଥାର ଗୁଣତା ଭିତରେ ମଞ୍ଜି କଥାଟାକୁ ହିଁ ଲୁଚାଇ ରଖିଲେ ଶ୍ରୀଯୁକ୍ତ ଅସୀମୋଚନ ସାର୍। ବହିର ଯିଏ ରହୁଛନ୍ତି ରାଇଟର ଶ୍ରୀଯୁକ୍ତ ନବଘନ ରାଉଳ ସାର୍। ସର୍ଟରେ କହିବେ ଏବଂ ସିଧା ସିଧା କହିବେ, ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବେ ସାଧାରଣ ଲୋକଟେ ଏବଂ ଲୋକଙ୍କର ସାମାଜିକ ଜୀବନଶୈଳୀ ଉପରେ କେତେ ପ୍ରଭାବ ପକାଇବ, ସମାଜ କେତେ ପରିବର୍ତ୍ତନ ରହିବ? ଦେଖନ୍ତୁ, ସମାଜ ପରିବର୍ତ୍ତନ ପାଇଁ ହିଁ ନାଟକ ଲେଖାଯାଏ। ସମାଜ ପରିବର୍ତ୍ତନର ଚିନ୍ତାଧାରାକୁ କେମିତି ବା ସମାଜର ଚଳଣିଟାକୁ କେମିତି ପରିପୃଷ୍ଟ କରାଯାଇପାରିବ ତାହା ହିଁ ନାଟକ ମାଧ୍ୟମରେ ଦେଖାଯାଏ। ସେଇଥିପାଇଁ କୁହାଯାଏ ଯେ ନାଟକ ହେଉଛି ସମାଜର ଆଇନା। ତେଣୁ ମୁଁ ଏତିକି କହିବି ଯେ ନାଟକଟି ସରସ ସୁନ୍ଦର ବା ଲୋକାଦୃତ ହେବ, ଖାଲି ସେତିକି ନୁହଁ, ଲୋକଙ୍କୁ କିଛି ଖୋରାକ ଯୋଗାଇବ। ବର୍ତ୍ତମାନ ସମାଜ ଅସନ୍ତୁଳିତ ଭାବରେ ଚାଲିଛି, ନାରୀ ପଥଭ୍ରଷ୍ଟ ହୋଇସାରିଲାଣି। ତେଣୁ ଏମିତି ଗୋଟେ ନାରୀକେନ୍ଦ୍ରିକ ନାଟକ ଏଠି ତିଆରି କରାଯାଇଛି ଯେଉଁ ନାରୀକୁ ପୁଣି ଥରେ ସେଇ ସତୀ ସାବିତ୍ରୀ ଭଳି ଏକ କୁଳୀନ ପରିବାରର ଗୋଟେ ଓଡ଼ିଆଣୀ ଭଳି ବଞ୍ଚି ରହିବା ପାଇଁ ଯେଉଁ ଖୋରାକ ଯୋଗାଇବ ସେଇ ନାଟକରୁ ଆପଣମାନେ ଦେଖିପାରିବେ। ଏଠି ନା ଅଶ୍ଳୀଳତା ଅଛି, ନା ଅଶ୍ଳୀଳର ଚିନ୍ତାଧାରା ବା କଥା ବା କୌଣସି ଆର୍ଟିଷ୍ଟଙ୍କ ଦ୍ୱାରା ସେମିତି କିଛି ପରିପୃଷ୍ଟ ହୋଇଛି, ନା ଏଇ ଯେଉଁ ଦୃଶ୍ୟମାନ ପରିପୃଷ୍ଟ ହେବ ମଞ୍ଚ ଉପରେ, ସେଥିରେ କୌଣସି ଯେଉଁ ଭାଇ ବନ୍ଧୁ ବା ଝିଅ ପୁଅ ସମସ୍ତେ ବସି ଦେଖିପାରିଲା ଭଳି ଗୋଟେ ସରସ ସୁନ୍ଦର ନାଟକଟେ ଗଢ଼ି ତୋଳିବା ପାଇଁ ମୁଁ ଆପ୍ରାଣ ଚେଷ୍ଟା କରିଛି। ଶେଷ ପ୍ରଶ୍ନ, ଶେଷରେ ସ୍ୱାମୀ ସାର୍ ସ୍ୱର୍ଗରେ ମିଳିଛି ତ? ସ୍ୱାମୀ ସ୍ୱର୍ଗରେ ନୁହେଁ, ସବୁବେଳେ ମିଳୁଛନ୍ତି। ଆପଣ ଘରକୁ ଯଦି ଆପଣ ସ୍ୱର୍ଗ କରିଦେବେ, ସେଠି ଯଦି ସ୍ୱାମୀକୁ ଠାକୁର କରି ପୂଜା କରିବେ, ଆପଣ ନିଶ୍ଚିତ ପାଇବେ। ସେଇ କଥାଟା ମୁଁ ତ ସବୁବେଳେ ଏଇ ନାଟକ ମାଧ୍ୟମରେ ଜଣାଇବା ପାଇଁ ଚେଷ୍ଟା କରିଛି। ନିଶ୍ଚିତ ଭାବେ ଆପଣ ଦେଖୁଥିଲେ ଯେ ଗୋଟିଏ ମଞ୍ଜ କଥା ଏଥିରୁ ବାହାରିଲା ଯେ ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବା ଅପେକ୍ଷା ସ୍ୱାମୀଙ୍କ ସହ ରହୁଥିବା ସ୍ଥାନରେ ତାହା ଶାଶୁଘର ହେଉ ବା ବାପଘର ହେଉ, ଯଦି ଆମେ ତାକୁ ସ୍ୱର୍ଗ ଭାବେ ତିଆରି କରିପାରିବା, ସଜେଇ ପାରିବା, ତା ବୋଧେ ଆଜିର ଦିନରେ ସମାଜ ପାଇଁ ଶ୍ରେଷ୍ଠ ବାର୍ତ୍ତା ରହିବ ବୋଲି ଏ ନାଟକର ମୂଳ କଥା ବୋଲି। ଅଧିକ ଖବର ଜାଣିବା ପାଇଁ ଆମର ୱେବସାଇଟ୍ www.astnews.in ଲଗ୍ଇନ୍ କରନ୍ତୁ ଏବଂ ୟୁଟ୍ୟୁବ, ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମରେ ସବସ୍କ୍ରାଇବ୍, ଲାଇକ୍, ଫଲୋ, ସେୟାର କରନ୍ତୁ।